ମୟୂରଭଞ୍ଜର ଲୋକ ବହୁତ ଖରାପ, ଯେମିତିକି ମୁଁ। ଆଜ୍ଞା ହଁ, ମୁଁ ଜଣେ ମୟୂରଭଞ୍ଜିଆ, ଆଉ ସେଥିପାଇଁ ମୁଁ ଗର୍ବିତ। ମୟୂରଭଞ୍ଜ ଗୋଟିଏ ଖରାପ ଜିଲ୍ଲା, କାରଣ ଏଠି ଖାଲି ପ୍ରକୃତି ସୁନ୍ଦର ନୁହେଁ, ଏଠି ସମସ୍ତଙ୍କର ମନ ବି ବହୁତ ସୁନ୍ଦର। ଏଠି ସବୁ ବର୍ଗ ଓ ଧର୍ମର ଲୋକ ସାଙ୍ଗ ହେଇକି ରୁହନ୍ତି। ଆମେ ଏଠି ଖାଲି ମନ୍ଦିର ନୁହେଁ, ଚର୍ଚ୍ଚ, ମସଜିଦ ଏବଂ ଜାହିରା ମଧ୍ୟ ଯାଉ। ଆପଣମାନେ ଆଶ୍ଚର୍ଯ୍ୟ ଥିବେ ନା ମସଜିଦର ନାମ ଶୁଣିକି? ହଁ, ଆମେ ମସଜିଦ ଯାଉ। ଆମର ବିଶ୍ୱାସ ବା ଅନ୍ଧବିଶ୍ୱାସ ଆପଣ କହିପାରିବେ। ଯଦି ଆମ ପିଲାଙ୍କ ଦେହ ଅସୁସ୍ଥ ଥିବ ଆଉ କୌଣସି ଔଷଧ କାମ ଦେଉନଥିବ, ତେବେ ଆମେ ମସଜିଦ ସାମ୍ନାରେ ଯେଉଁ ବାବା ଥିବେ ତାଙ୍କଠୁ ଟିକେ ଫୁଙ୍କେଇ ଆଣିଲେ ଆମର ବିଶ୍ୱାସ ଯେ ଆମ ପିଲା ସୁସ୍ଥ ହେଇଯିବ। ହଁ ଆଜ୍ଞା, ଏହା ସତ୍ୟ, ଆଉ ଏହା ସତ ବି ହେଇଯାଏ। ଆଉ ରହିଲା ଜାହିରା, ଆପଣ ଯଦି ମୟୂରଭଞ୍ଜିଆ ହୋଇଥିବେ ତେବେ ତ ଆପଣ ଏହି ଶବ୍ଦଟିକୁ ଭଲ ଭାବରେ ଜାଣିଥିବେ। ଯଦି ଜାଣିଛନ୍ତି କମେଣ୍ଟରେ କହିବେ, ଆଉ ଯଦି ନ ଜାଣିଛନ୍ତି ମୁଁ ତାକୁ ଆଉ କେବେ ବର୍ଣ୍ଣନା କରିବି। ତ ଆମେ ମୟୂରଭଞ୍ଜିଆ ଦୁର୍ଗା ପୂଜା, ଗଣେଶ ପୂଜା, କାଳୀ ପୂଜା ଏବଂ ଅନ୍ୟାନ୍ୟ ପୂଜା କରିବା ସହିତ ନୂଆ ବର୍ଷ, ବଡ଼ଦିନ ଏବଂ ଜାହିରା ପୂଜା ମଧ୍ୟ କରିଥାଉ। ଆପଣ ତ ଜାଣିଛନ୍ତି ଭାରତ ଏକ ଧର୍ମ ନିରପେକ୍ଷ ଦେଶ। ଯାହାର ପ୍ରମାଣ, ଯାହାର ଦରକାର ସେ ଥରେ ମୟୂରଭଞ୍ଜ ଆସିକି ଦେଖ। ଆମ ଜିଲ୍ଲାକୁ କୋଉ ଦେଶରୁ ଲୋକ ଆସନ୍ତୁ ବା କୋଉ ରାଜ୍ୟ ବା କୋଉ ଜିଲ୍ଲାରୁ ଆସନ୍ତୁ, ଥରେ ଆସିକି ଦେଖ ଆମେ ତାଙ୍କର ସ୍ୱାଗତ କେମିତି କରୁ। ଆମେ ସମସ୍ତଙ୍କୁ ଭାଇ, ବନ୍ଧୁ, କୁଟୁମ୍ବ ମାନୁ ଏବଂ ଆମେ ନିଜେ ନ ଖାଇକି ସେମାନଙ୍କୁ ଖୁଆଇବୁ। ଆମେ ମୟୂରଭଞ୍ଜିଆ ସମସ୍ତଙ୍କ ସହିତ ବନ୍ଧୁତାର ହାତ ବଢେଇଥାଉ, କିନ୍ତୁ ଆମକୁ ଯିଏ ରଗାଏ ତାର ଉତ୍ତର ଯିଏ ରଗେଇଥିବ ସିଏ ହିଁ ଦେବ। ସେମିତି କିଛି ରଗେଇଥିବା ଲୋକ ହିଁ କହନ୍ତି ଯେ ମୟୂରଭଞ୍ଜିଆ ଭାଲୁ। ସତରେ କଣ ଆମେ ଭାଲୁ? କିନ୍ତୁ ଏ କଥା ଶୁଣିକି ଆମକୁ ଖରାପ ଲାଗେନି, କାରଣ ଆମେ ଜାଣିଛୁ ଆମେ ଭାଲୁ ନୁହେଁ, ବରଞ୍ଚ ଆମେ ପ୍ରକୃତିର ପୂଜାରୀ ମୟୂରଭଞ୍ଜିଆ ବାଘ। ଯଦି ମତେ କେହି କୁହେ ତୁମେ ତ ମୟୂରଭଞ୍ଜିଆ, ହାଣ୍ଡିଆ ଖାଅ, ତେବେ ମୁଁ ତାଙ୍କୁ ଉତ୍ତରରେ କହିବି ତମେ ଖାଲି ହାଣ୍ଡିଆଟା ଦେଖିଛ, ସାଇଡରେ ଯୋଉ କାଇ ଚଟଣିଟା ଅଛି ସେଟା ଦେଖିନ? ଯଦି ମତେ କେହି କୁହେ ତୁମେ ତ ମୟୂରଭଞ୍ଜିଆ, ସବୁ ପର୍ବରେ ଖାଲି ଝୁମର ନାଚିବ, ତେବେ ମୁଁ ତାଙ୍କୁ ଉତ୍ତରରେ କହିବି ତମେ ବୋଧେ ଝୁମର ଗୀତ ଶୁଣିନ। ଝୁମର ଗୀତ ଶୁଣିଲେ ଗୋଟେ ଛୋଟା ଲୋକ ବି ଉଠିକି ନାଚିବ।